बाबा खाइले कतल छुआलानी खा टका जालीटा मारी गेला पुलो एज मारी गेला बहुत छोट छोट करी छी ना को छोट छोट करके दे दो बाबा ए को माछ करछ ना को समस्त मोर नमस्कार जय जगन्नाथ ମୁଁ ଆଶା କରୁଛି ଆପଣମାନେ ବହୁତ ଭଲରେ ଥିବେ। ମୁଁ ସ୍ୱାଗତ କରୁଛି ଆଇଶ୍ୱରା ଓଡ଼ିଆ ବ୍ଲଗ୍। ଆସନ୍ତୁ ଦେଖିବା ଆଜି ଆମ ନ୍ୟୁ ବ୍ଲଗ୍। ନାଇଁ 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 ନ୍ୟୁ ବ୍ଲଗ୍ ନୁହେଁ ନ୍ୟୁ ବ୍ଲଗ୍ ଦେଖିବେ ଯେ ଆଉ ଟିକେ ଶୁଣନ୍ତୁ ହେଲା। ଆଜି ହେଉଛି କ'ଣ ନା ମାନେ ଡିସେମ୍ବର 31 ହଁ 2024ର ଆଜି ହେଉଛି ଲାଷ୍ଟ ମାସ ଲାଷ୍ଟ ଦିନ। ଆଉ ଆପଣମାନେ ଆମେ ଯଦି କାହାର କିଛି ଭୁଲ କରିଥିବୁ ଆପଣମାନେ ଆମକୁ କ୍ଷମା କରିଦେବେ ଦୟାକରି। ଆଉ କ'ଣ କହିବା ଆୟୁଷ କହୁଥିଲେ ନା ସେ କ'ଣ ଗୋଟେ କହୁଥିଲେ ମୁଁ ରହିଗଲି ମୁଁ କହିଲି ବୋଲି ସେ ରହିଗଲେ ମନେ ପଡ଼ୁନି କାହିଁକି କୁହ ତ ସମସ୍ତଙ୍କୁ ଜଣେଇ ଦିଅ ଏଠିକି ଆସ ହାପି ନ୍ୟୁ ଇୟର ଆପଣଙ୍କୁ ଆଡଭାନ୍ସ ହାପି ନ୍ୟୁ ଇୟର। କାଲି କହିବା ହାପି ନ୍ୟୁ ଇୟର ନା ଆଜି ହେଉଛି ଆଡଭାନ୍ସ ହାପି ନ୍ୟୁ ଇୟର। ଆଉ କ'ଣ କହୁନ ଆୟୁଷ କାହିଁ ଆଜି ତ ରାତି 12ଟାରେ ହେଇଯିବ 25 ନା ନାଇଁ କାଲି ସକାଳେ 2025 ହେଇଯିବ କାଲି ବିଦାୟ ଦେବା 2024 କି ଆଜି ଆଉ ସ୍ୱାଗତ କରିବା 2025 की ହଉ ଏବେ ଆସନ୍ତୁ ଦେଖିବା ଆମ ନ୍ୟୁ ବ୍ଲଗ ଏବେ କ'ଣ ଧୁଆ ଧୁଇ ହଉଛି ନା କ'ଣ ଏଇଟା करे ଗୋଟେ ନୂଆ ପ୍ରୋସେସରେ କରିବା ଏଠି କ'ଣ ହବ ଏଇ ଛୋଟିଆ ବୋଲେ ଗଲା ରହିଲା ଆମର ଏଇ ଟିକି ଘରେ ଟିକି ଚୁଲିରେ ରୋଷେଇ କରିବି। ଠିକ ଅଛି ତ ଏବେ ଆମେ ଚୁଲି ବି ଲଗେଇ ଦେଇଛି ଏଇଟା ଲିଭି ହଉଛି କ'ଣ ଆୟୁଷ लिबिबने ଟିକେ ଓଦା ହେଇଛି ବୋଧେ ଚାଳ ହଁ ମତେ ଓକେ ତ ଧୁଆ ହଉଛି ଗଲା ଲିଭି ଗଲା ମୁଁ ଯାଇଛି କ'ଣ ମୋ ଜାଳ ପାଇ ବୋଧେ କ'ଣ ଆଉ ଜାଣିବାକୁ ପିଲାଟା ମନେ ପଡ଼ୁନି ଆଉଛି ଫେରିକି ହେଲା ପିଢ଼ା ଏଠି ବେସନ ଗୁଳା ହେଇଯାଇଛି ପକୁଡ଼ି ପାଇଁ ନା କ'ଣ ଆୟୁଛୁ ନା ଆୟୁଷ ଯାଇକି ଗୋଳଉଥିଲା ବେସନ ଯାଇକି ଏବେ ଚୁଲି ଲିଭିଗଲା ପୁଣି ନା ଏ ଧୂଆଁ ହବ ଏନେ ପେଟ ଠିଆ ହେଲେ ଯେ ହଁ ସେପଟେ ଛାଣି ପାରିବୁ ସିଏ କହୁଛି ଦେଖୁନ ମୁଁ ପକେଇବି ଗୋଟେ ହାତ ଦେଇଯିବ କ'ଣ ହବ ସେ ଏବେ ତେଲ ଏବେ ଅଜଡ଼ା ହେଇଯାଇଛି ଏ ତ ଚୁଲିରେ ନୁହଁ କରେଇରେ କ'ଣଟେ ତେଲ ପୁରା ତାତୁ ରହ ମୁଁ କଣ କରିବି କହିଲ କ'ଣଟା ବେସନ ଧରିବି ଗୁଳଗୁଳି ହେଇଛି ମୁଁ ପକେଇବି ହାତ ଦେଇଯିବ ନା ନାହିଁ ତୋର ପକେଇବୁ କ'ଣ ଏବେ ଛଣା ଆରମ୍ଭ ହେଇଗଲା ପକୋଡ଼ି ଆଉ ସେପଟେ ଛାଣିବ ପୁରା କାଢ଼ିବ ବସିଛ ଏଇଟା ଉଠା ଚୁଲି ବୋଧେ ନା ଏଇଟା ଆମର ଉଠା ଚୁଲି ଗୋଟେ ଥିଲା ଗୋଟେ ଆଉ କ'ଣ ନେଇକି ଆସୁଛୁ ବାଇଗଣ ଆଉ କୋବି ଆଉ ପନିରଟା କୋବି ପକୋଡ଼ା ହବ ବୋଧେ ନା କ'ଣ ତବେ ଆଉ ଗୋଟେ ବାହାରି କରି ଗୋଟେ ଆଣି ନା କାଟୁନି ସେ କୋବି ନା ସେ କାଟିଗଲାନି ବାବା ଏବେ କ'ଣ ମାଛ କରିଛ ନା କ'ଣ ହଁ 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 ଭାକୁର ମାଛ ଗୋଟା ହେଉଛି ଆଉ ଏଇଟା ଭାକୁରଟା ମୁଣ୍ଡ ବଡ଼ ଆଉ ବହୁତ ଛୋଟ ଛୋଟ କରିଛି ନା କ'ଣ ଛୋଟ ଛୋଟ କରିକି ଦେଇ ଦେଉଛୁ ହଁ ହଁ ସିଝିଯିବ ସେ କହୁଛି ସିଝିବ ହଁ ଶୀଘ୍ର ସିଝିବ ପକୋଡ଼ି ହେଇଗଲାଣି ତ ହଁ ହେଲାଣି ବା ହେଲାଣି କୋବି ଯୋଡ଼ି ଛାଣିବା ବାଇଗଣ ଛାଣିବା ଆଉ କ'ଣ ହେଲା ହେଇଗଲା କ'ଣ କୋବି ଯୋଡ଼ି ଛାଣିଦେବା ଆଉ ଏବେ କୋବି ଏଥର ପକେଇ ହେଇଯାଇଛି ଗୁଳିଆ ହେଉଛି ଏବେ ଆଉ ବାଇଗଣ ବାଇଗଣ କେତେ ପଡ଼ିବ ବାଇଗଣ ଏକା ବେଳେ ସବୁ ଛାଣିଦେବ ଆଉ ଟିକେ ତେଲ ପଡ଼ିବ ବୋଧେ ଆଉ ଟିକେ ତେଲ ପଡ଼ିଗଲା ଏବେ କୋବି ପକୋଡ଼ା ପ୍ରସ୍ତୁତ ହେଇଛି ଏପଟେ ଗୋଟେ ଗୋଟେ ଛଣା ହେଉଛି ଏପଟେ ଗୋଟେ ଗୋଟେ ଖିଆ ହେଉଛି ନା ଟୁଇ ଛାଣିଛି ଟୁଆ ଖାଉଛି ଛାଣିଛି ତୁ ଖାଉଛି ଆଉ ତମେ ମୋର ଟୁଆ ଟୁଇ ହଁ ଏବେ ଛଣା ହେଇଯାଉଛି ଆଉ ଭାଇ ଭଉଣୀ ତ ଏବେ ରେଡି ହେଇକି ଛଣା ହେଇକି ଥୁଆ ହେଇଗଲା ତାକୁ ଟିକେ ବେସନ କୋବି ପକେଇଦେଲି ତ ହଁ ଟିକେ ବଡ଼ ବଡ଼ ହେଇଗଲା ଆକୁ ଟିକେ ଆଚ୍ଛା ସେମିତି ଛାଣିଆ ସେମିତି ଏବେ ଛଣା ହବ ଟିକେ ମସଲା ମସଲି ସବୁ ପଡ଼ିଛି ଏଥିରେ ହଁ ସେମିତି ଛାଣିଦେବା ଆଇସ୍ଟା ସେମିତି ଟିକେ ଛାଣ ଇଏ ଗୋଟେ କେମିତି ଦେଖାଯାଉଛି ଦେଖିବା ଆଉ ସେ ମସଲା କେଉଁ ମସଲା ସେ ମସଲା ପଛରେ ଯାହା ପଡ଼ିବ ତ ଏବେ ଏଠି ପକା ହେଇଯାଇଛି ଆଉ ସବୁ ଏକାଠି ହେଇଗଲାଣି ତ ଏବେ ଆଉ ଗୋଟେ କଟା ହେଉଛି ଏବେ ଆଳୁ ଚିପ୍ସ ହବ ନା ଆଳୁ ଗୋଟେ କଟା ହେଉଛି ଆଉ ଏବେ କୋବି ପକୋଡ଼ା ଏଠି ଥୁଆ ହେଇଯାଇଛି
ଏଠି କୋବି ଯୋଉ ହେଇଛି ଏଟା ଖାଲି କୋବିରେ ଏଟା ହଉଛି ବେସନ ପଡି ଯାଇଛି ବେସନ ପଡି ଯାଇଛି ସେତକ ଦି ପ୍ରକାର ହେଇଗଲା। ଏଇ ଆଇସ୍ କହିଲା କହିଲା ତାକୁ ମାନେ ବେସନ ଦେନି ସେମିତି ଏବେ ବାଇଗଣୀ ପ୍ରସ୍ତୁତ ହେଇକି ଏବେ ପକିଆ ହେଉଛି ଆଉ ଏପଟେ ଆଳୁ ଏବେ ଚିପ୍ସ ହେବା ପାଇଁ ଗୋଳେଇ ଦେଉଛି ଆମ ଆଇଛୁ ଆଉ। ହଁ ହଁ ଛଣା ଛଣା ତ କମିଗଲାଣି କଣ କ'ଣଟା ବିଲେଇ ଖାଇଦେଲା କି ନା ନା ଏବେ ଠିଆ ହେଉଛି ମୁଁ କହିଲି ବିଲେଇ ଫିଲେଇ ଖାଇଦେଲା ବୋଧେ ପାଣି ମିଶିଲା ନା କ'ଣ? ନା ନା ଓହୋ ମୁଁ ସେ କଥା କହିଲି ବୋଲେ ପାଣି ପାଣି ଦେଖାହେଲା ତ ମୁଁ କହିଲି ପାଣି ମିଶିଦେଲା ନା କ'ଣ ଏବେ ବାଇଗଣୀ ଏଠି ତ କରାହେଇ ହେଇଛି ନା ଏଇ ବର୍ତ୍ତମାନ ଆଳୁ ଚିପ୍ସ ଏବେ କରାହେଉଛି ଆଉ ଏଠି ମା ବି ଏଠି ବସି ଦେଖୁଛି ଆଉ କେମିତି ଛଣାଛଣି ହେଉଛି ଆଉ କ'ଣଟା ସେଇଠୁ କୋବି ତ ଛାଣିଥିଲେ ସେମିତି ଅଛି ସେ ଭଲ ଲାଗିଲା ସେ କୋବି ତକ ତାକୁ ଖାଇଦେଲେ ମୁଁ କହିଲି ବିଲେଇ ଖାଇଗଲା ନା କ'ଣ କହଲା ଏଇଗୁଟା ସେ ହାତ ଏମିତି ବଢେଇଲା ବେଳକୁ ମୁଁ ଏଇଗୁଟା ଜାଲିଟା ମାଡ଼ି ହେଇଗଲା ପୁଲୁ ଏଇଠି ମାଡ଼ି ହେଇଗଲା ତେଲ ଟିକେ ଆଇଁଲୁ ସୋରିଷ ତେଲ ନହେଲେ କଲକଟି ମାରିଦେବା କଳା ବୁଳା ପଡ଼ିଗଲା ନା କଲକଟି ମାରିଦେବା କଲକଟି ମାରିଦେବା ଏଇ ପୁରା ତାତିଛି ଏଇଥିରେ ଯୋଉ ଛଣା ହଉଥିଲା ଏଇଠି ସେଇଠୁ ଲାଗିଲା ନା ଆଇଲୁ ପେଷ୍ଟ ପଡ଼ିଲା ନା ନା ସେ ଲାଗିଗଲା ସେ ଲାଗିଲା ହାତଟା ବଡ଼ ହଉଥିଲା ସେ ହାତ ବଢ଼େଇଲା ବେଳକୁ ମୁଁ ନା ଏଇଟାକୁ ଥୋଇଦେଲି ତ ତା ହାତରେ ବାଜିଗଲା ପୁରା ଏଇଠି ପଡ଼ୁଛି ଟି ଥଣ୍ଡା ଲାଗୁଛି ଟି ସେ କଲକଟିରେ ମାରିଦେଲେ ଥଣ୍ଡା ଲାଗିବନି କ'ଣ ହେଲା ଏବେ ଏଇଟା ମୁଁ କାଢ଼ି ଦେଉଛି ଏଇନେ ସେକି ହେବ ହେଲା ସେକି ବାବାଙ୍କର କାଶ ହେଉଛି ପୁଣି ଯେ ଆରମ୍ଭ ହେଇଗଲାଣି ଭଲ ଲାଗୁନି କିଛି ଥଣ୍ଡା ହେଇଯିବ ହଁ ସେଇଟା ବାଜି ଏଇଟା ପୁରା ବଡ଼ଟେ ଛାଡ଼ିଲା ଏଇଟା ପୁରା ବଡ଼ଟେ ରହିଥା ବାବା ଖାଇଲେ କେତେବେଳେ ଛୁଆ ହେଲାଣି ଖା ଖା ହେଇକି ଆଗ ଖାଇ ଦେଇଛନ୍ତି କାହିଁ ସରିଗଲା ହଁ ସିଏ ବାଇଗଣୀ ସେ ବାଇଗଣୀ ଖାଇବେନି ଦେଇଛନ୍ତି କି ବା ସେ କହିଲେ ଆମେ ଆଳୁ ଚିପ୍ସ ଖାଇବୁ ହେଲା ଆଳୁ ଚିପ୍ସ ହେଲା କୋବି ଛଣା ହେଇଛି କୋବି ଏପଟେ ଅଛି ଦେଖ ବେସନରେ ଦିଆହେଇଛି ସରିଯାଉଛି ଚବିଶରେ ଖାଇଦିଅ ଖାଇଦେବା ଆଉ ଆଜି ଲାଷ୍ଟ ହଁ ଲାଷ୍ଟ 2024 ନା ବର୍ଷର ଲାଷ୍ଟ ଦିନ ଆଜି ଆଜି ବିଦାୟ ଦେବା ଆଉ ତୁ ଖାଉନୁ ବିଲେଇ ଆଗ ଚାକି ଦେଇଛନ୍ତି କୁହନ୍ତି ବିଲେଇ ଖାଇଦେଲା ନା କ'ଣ ଗୋଟେ ପାଖକୁ ସରି ସରି ଯାଉଛି ମନକୁ ମନ ମୁଁ କହିଲି ହଁ ଏବେ ଦେଖନ୍ତୁ ସେଠି ତ ପୁଅରିଆ ଖାଉଥିଲେ ଆଉ ଏଠି ବୋଉ ଏଠି ବସିକି ଖାଉଛନ୍ତି ଆଉ ଦେଖିବା ଏଠି କ'ଣ କହିଲ ଭଲ ହେଇଛି ଭଲ ଲାଗୁଛି ଟି ହଉ ଖାଅ ଆଉ ଏଠି ମୋ ଚୁଲି ସରିଯାଇଥିଲା ତ ଚୁଲି ରଡ଼ ହେଇଛି କେଡ଼େ ଜୋରେ ଏଠି ଦେଖନ୍ତୁ ତେଲ କରି ଏଠି ଥୁଆହେଇଛି ସରିଗଲା ଥରକ ଆଉ ଛଣାଛଣି ସରିଗଲା ପୁଣି ରାତି ପାଇଁ ଖାଇବା ପାଇଁ କ'ଣ ତିଆରି ହେବ ଆଉ ତ ଏବେ ଦେଖନ୍ତୁ ତାଙ୍କ ବାବା ତ ଆସିଲେ ଚୁଲି ମୁଣ୍ଡେ ହେଲା ବସିକି ତରବରେଇ ଖାଇଦେଇକି ଗଲେ ଆଉ ଏଠି ଦୁଇ ଭାଇ ବସି ପଡ଼ିଛନ୍ତି ସକ୍ସ ପକେଇକି ଖାଇବାରେ ଏଇଠି ବଡ଼ ପୁଅଠି ସକ୍ସ ପକେଇକି ଖାଉଛି ତାର ବି ସାନର ବି ସେଇଆ ସକ୍ସ ପକେଇକି ଖାଇ ଚାଲିଛନ୍ତି ସେ ତ ମୁହଁ ଦେଖେଇବନି ଆଉ ମାଲୁ ସିଏ ଅନେଇଲା ବେଳକୁ ସାଇଁକିନି ମୁଁ କ୍ୟାମେରାଟା ବୁଲେଇ ସାରିଲାଣି ହେଲା ଆଉ ଆଜିର ଭିଡ଼ିଓଟି ଯଦି ଆପଣମାନଙ୍କୁ ଭଲ ଲାଗିଥାଏ ଲାଇକ୍ କମେଣ୍ଟ ସେୟାର କରିବାକୁ ଜମାରୁ ଭୁଲିବେନି ରହୁଛି ନମସ୍କାର ଜୟ ଜଗନ୍ନାଥ।